କିଛି ଦିନ ହେବ ନିଖୋଜ ଥିଲେ ଦମ୍ପତି ସବୁଠି ଖୋଜାଖୋଜି କରି ନୟାନ୍ତ ହୋଇଥିଲେ ପରିବାର ଲୋକେ। ଆଜି ସେମାନଙ୍କର ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ସୋର ଥାନା ମଣିପୁର ପାଟଣା ସ୍ଥିତ ହଦ ଗ୍ରାମର ଖୁଣ୍ଟିଆ ମାଝୀ ବୟସ 45 ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ପାର୍ବତୀ ମୁର୍ମୁ ବୟସ 42 ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ। ଆଜି ସ୍ଥାନୀୟ ଲୋକେ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଉଭୟଙ୍କ ଗଳିତ ଶବକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଖୁଣ୍ଟିଆଙ୍କ ଝିଅ ଓ ତାଙ୍କୁ ଚିହ୍ନଟ କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନି। ସୋର ଓ ଉପଦାର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ବାଲେଶ୍ୱର ସୋରରୁ କୌଶଲ୍ୟା ନାୟକଙ୍କ ରିପୋର୍ଟ, ଦେବଗିରି ନ୍ୟୁଜ୍। ମୋ ନାଁ ହେଲା ପୂଜାରାଣୀ ମାଝୀ, ଖୁଣ୍ଟିଆ ମାଝୀ। କ'ଣ ହେଇଥିଲା ଘଟଣା? କ'ଣ ହେଇଛି? ବାପା ମା ପାହାଡ଼ ଉପରେ ପଡ଼ିଛନ୍ତି, କ'ଣ ଏମିତି ଘଟଣା ହେଲା ଯେ ସେମାନେ କ'ଣ ଘଟଣା କ'ଣ ହେଲା? ମୁଁ ଡେଲି କାମକୁ ଯାଏ ନା। ମୁଁ ଆସିଲା ବେଳକୁ ସେମାନେ ନଥିବେ, ଘରକୁ ନଥିବେ, ମୋ ସହ କଥା ବି ହେବେନି, କିଛି ବି ନୁହେଁ। କିନ୍ତୁ ଡେଲି ନିଶା ପିଇବେ, ଭାତ ଏତେ ଖାଇବେନି, ଝଗଡ଼ା ଝାଣ୍ଟି ହୁଏ ତାଙ୍କ ଦୁଇ ଜଣ ଭିତରେ। ତାଙ୍କ ସହିତ ଦିନ କାମକୁ ଯାଇଥିଲେ, ସେଠି ତାଙ୍କର ଝଗଡ଼ା ଝାଣ୍ଟି ହେଲେ, ମୋବାଇଲ ବି ସୁଇଚ୍ ଅଫ୍ କରିଦେଲେ, ସବୁ ସେମିତି କରିଦେଇକି ତାପରେ ମୋବାଇଲ ତାଙ୍କୁ ଲାଗିଲାନି। ତାପରେ ଗଲା ମଙ୍ଗଳବାରରୁ ସେମାନେ ନାହାନ୍ତି, ସଜବାଜ ହେଇକି ନାହାନ୍ତି, ବାହାରି ଗଲେ। ମୁଁ ତାକୁ ପଚାରିଲି କେଉଁଠୁ ଯାଉଛେ? ସିଏ କହୁଛନ୍ତି ନା ଆମେ ମୋ ଦିଦି ଘରକୁ ଯାଉଛୁ, ଆମ ବାବୁ ଜ୍ୱର ହେଉଛି ବୋଲି ଦିଦି ଘରକୁ ଯାଉଛି, ଦେଖି ଆସିବା। ତାପରେ ମୋ ପିଇସି ତାଙ୍କଠୁ ନେଇଛନ୍ତି 200 ଟଙ୍କା। ତାପରେ ମୁଁ ଏଇଠୁ କଲ୍ କରୁଛି କିନ୍ତୁ ଲାଗୁନି। ମୁଁ ତାଙ୍କୁ ପଚାରୁଛି ବାପା ହେରିକା ପହଞ୍ଚିଲେ? ସେ ନା ପହଞ୍ଚି ନାହାନ୍ତି। ଆମର ଯେତିକି ବନ୍ଧୁ ଅଛନ୍ତି ସମସ୍ତଙ୍କୁ କଲ୍ କରିକି ପଚାରିଲି ଯେ ବାପା ହେରିକା ଅଛନ୍ତି ନା? ନାହାନ୍ତି, କେଉଁଠି ଯାଇନାହାନ୍ତି। କିନ୍ତୁ ସବୁ ଆଗେ ଖୋଜିଲି କିନ୍ତୁ ପାଇଲେନି, କେଉଁଠି ଖବର ପାଇଲେନି। ନା ମୋତେ କେହି ବି କହିନାହାନ୍ତି। କାହିଁକି ମାନେ ଆତ୍ମହତ୍ୟା କଲେ ନା ହତ୍ୟା କଲେ? କ'ଣ ପାଇଁ ଏମିତି ଘଟଣା ଘଟିଲା? କ'ଣ ପାଇଁ କ'ଣ ହେଲା ମୁଁ କିଛି ଜାଣିପାରୁନି। କିନ୍ତୁ କାଲି ଯେଉଁ ଯାଇଥିଲେ ଛେଳି ମୁଡ଼ତେ, ସେମାନେ ଦେଖି ଆସିଲେ। ଡେଡ୍ ବଡି 2ଟା ପଡ଼ିଛି, ତା କାହାର କି କ'ଣ ଯାଇକି ଦେଖି ଆସ। ହଁ ସେମିତି ବାପା କହୁଥିଲା। ମୋ ବାପା କହୁଥିଲା। କ'ଣ ପାଇଁ ତାଙ୍କର 2 ଜଣ ଅଲଗା ହେଇଗଲେ, ବାହା ହେଇକି ସେମାନେ 2 ମାସ ହେଲାଣି ଅଲଗା ହେଇଗଲେ। ତାପରେ ସେ ବଡ଼ ମା ବୋଲି ଡାକିବି। ତାପରେ ସେମାନେ ଅଲଗା ହେଇକି ସିଏ ରୋଷେଇ କରିବନି, କିଛି ବି ନୁହେଁ। ତା ମନ ଟିକେ ଶାନ୍ତି ଆସିଲା ନା କ'ଣ ମୁଁ ବି ଜାଣିପାରୁନି। କିନ୍ତୁ ସେ ଦୋଷରେ କହୁଛି ମୋତେ ଆଉ ପାଇବନି, ମୋ ପାଖରେ କହିବନି, ସେ ବଡ଼ ମା ତାଙ୍କ ଝିଅରେ କହିବେ। ତାପରେ ମୋତେ ସେମାନେ କହିବେ ଏମିତି ବାପା କହୁଛି, ସେମିତି କହୁଛି। ତାପରେ ତ ନାହାନ୍ତି, କିଛି ବି ଖବର ପାଇଲିନି। କିନ୍ତୁ କାଲି ଯାଇ ଶୁଣୁଛି ଏମିତି ସେମିତି ଘଟଣା। ଆଜି ସକାଳେ ଯାଇକି ଦେଖି ଆସିଲି। ତାକୁ କହୁଛନ୍ତି ଯେ ଲୋକମାନେ କହୁଛନ୍ତି କ'ଣ ହେଲା କ'ଣ? ମୁଁ କେମିତି ଜାଣିବି? ମୁଁ ବି ତ ଘରେ ହିଁ ଥିଲି, ଡେଲି କାମକୁ ଯାଏ, ମୁଁ ଘରେ ରହିବି, ନହେଲେ ସେମାନେ ତ ପିଇବେ, ନିଶା ହେବେ, ଗଡ଼ିବେ। ନା ସେମିତି ହେଇନି। ନା ସେମିତି ବି କିଛି ସନ୍ଦେହ ପଡ଼ୁଛି। ସେଇଠି କିଛି ତାଟିଆ ଗୋଟେ ପଡ଼ିଛି, ଆଉ ବୋତଲ ଗୋଟେ ଅଛି। ସେ ତାଟିଆ ନେଇକି କ'ଣ ଗୋଟେ ପିଇଥିବେ ନା କ'ଣ କରିବେ, ଆମେ କେମିତି ଜାଣିବା? ଆମେ